Just imagine you are the most powerful psychic in the world, but you don't want to be a psychic. You don't want any kind of superpower. You just want to be a normal student and you want to live a normal life. আজি ମୁଁ ଯୋଉ ଆନିମେଟା ରେକମେଣ୍ଡ କରିବାକୁ ଯାଉଛି ସେ ଆନିମେର କାହାଣୀ ଏମିତି କି ଗୋଟେ ଷ୍ଟୁଡେଣ୍ଟର ଆଖପାଖରେ ବୁଲୁଛି। ଆନିମେର କାହାଣୀ ଉପରେ କଥା ହେବାକୁ ଗଲେ ଆନିମେ ଚିଜିଓ କାଗିୟାମା ନାମକ ଗୋଟେ ସ୍କୁଲ ଷ୍ଟୁଡେଣ୍ଟକୁ ଦେଖାଯାଇଛି ଯାହାର ନିକ୍ ନେମ୍ ହେଉଛି ମବ୍। ତା ପାଖରେ ମ୍ୟାସିଭ୍ ଲେଭେଲର ସାଇକିକ୍ ପାୱାର ଅଛି ଆଉ ସେ ସାଇକିକ୍ ପାୱାରକୁ ମଧ୍ୟ ଭଲ ଭାବରେ ୟୁଜ୍ କରିପାରୁଛି। ସେ ସେଇ ସାଇକିକ୍ ପାୱାର ଦ୍ୱାରା ଏଭିଲ୍ ସ୍ପିରିଟ୍ ମାନଙ୍କର ଏକ୍ସୋରିଜମ୍ କରିଦଉଛି। ସିଏ ଆରାମରେ ବିଲ୍ଡିଂ ମାନଙ୍କୁ ମଧ୍ୟ ଲିଫ୍ଟ କରିପାରେ ଏଣ୍ଡ ତା ଏନିମି ମାନଙ୍କୁ ଇନଷ୍ଟାଣ୍ଟଲି ଡିଫିଟ୍ ମଧ୍ୟ କରିପାରେ। ବଟ୍ ହି ଡୋଣ୍ଟ ୱାଣ୍ଟ ଏନି ସାଇକିକ୍ ଅର୍ ସୁପର ପାୱାର। ହଁ, ଏହି ପାୱାରର ଗୋଟେ ଡିସଆଡଭାଣ୍ଟେଜ ଅଛି ଯାହା ମବ୍କୁ ସହିବାକୁ ପଡୁଛି କି ଯେତେବେଳେ ମବ୍ ଷ୍ଟ୍ରଙ୍ଗ ଇମୋସନ ଲାଇକ୍ ଆଙ୍ଗର, ସ୍ୟାଡନେସ୍, ଲୋନଲିନେସ୍ ଏହି ସବୁ ଫିଲ୍ କରେ ତାର ସାଇକିକ୍ ପାୱାର 100 ରେ ପହଞ୍ଚି ଯାଉଛି ଆଉ ବୁମ୍ ବ୍ଲାଷ୍ଟ ହେଇଯାଉଛି। ତାପରେ ଏହି ଆନିମେ ଠିକ୍ ଠାକ୍ କମେଡି ମଧ୍ୟ ଦେଖିବାକୁ ମିଳିଯିବ। ଲାଇକ୍ ମବ୍ ଗୋଟେ ଫେକ୍ ସାଇକିକ୍ ପାଇଁ କାମ କରେ ଯାହାର ନାଁ ହେଉଛି ରିଗେନ୍। ତା ପାଖରେ ଟୋଟାଲି 0% ସାଇକିକ୍ ପାୱାର ଅଛି। ସେ ଏମିତି ଦେଖେ ହେଉଛି ଯେମିତି କି ମବ୍ ଠୁ ସେ 100% ପାୱାରଫୁଲ। ଏଣ୍ଡ ମବ୍ ଆଉ ରିଗେନ୍ର ଯୋଡ଼ି ମଧ୍ୟ ତମକୁ ବହୁତ ଭଲ ଲାଗିବ। ଯେତକ ବି ରିଗେନ୍ର ସିନ୍ ଅଛି ତାକୁ ଦେଖିଲା ପରେ ତମକୁ ନିଶ୍ଚୟ ହସ ଲାଗିବ ହିଁ ଲାଗିବ। ଯଦି ତମେ ଗୋଟେ ଇମୋସନାଲ କମେଡି ସାଇକିକ୍ ଓଭର ପାୱାର ବାଲା ଆନିମେ ଦେଖିବାକୁ ଚାହୁଁଛ ତାହେଲେ ତମକୁ ଏ ଆନିମେଟା ନିଶ୍ଚୟ ପସନ୍ଦ ଆସିବ। ଏଇ ଆନିମେ ନାଁ ହେଉଛି ମବ୍ ସାଇକୋ 100। ଏବେ ସୁଦ୍ଧା ୟାର 3ଟା ସିଜନ ରିଲିଜ ହେଇଛି। ଗୋଟେ ସିଜନ ତମକୁ ହିନ୍ଦୀରେ ଦେଖିବାକୁ ମିଳିଯିବ ଆଉ ବାକି 2ଟା ସିଜନ ଇଂଲିଶ ୟା ଜାପାନିଜରେ ଦେଖିବାକୁ ପଡିବ।